ସୋରିଷରେ ଯେଉଁ ଚୋପା ଗୁଡ଼ାକ ରହିଯାଇଥାଏ ତାକୁ କ'ଣ କରିବା ଟିକେ ପକାଇଦେଲେ ଚୋପାଟା ତଳକୁ ଆସିବ। ଆମେ ଖାଲି ପାଣିଟା ମିଶାଇଦେବା। ଟମାଟର ଆଉ ସୋରିଷ ସବୁ ଭଲକି ହେଇଗଲା। ଆମେ ଏ ସବୁ ପାଣିରେ ଯେଉଁ ଚୋପାଟା ଲୁଣ ପଡ଼ିଛି, ହଳଦୀ ପଡ଼ିଛି, ସବୁ ପଡ଼ିଛି, ଏମିତି କରିଦେଲେ ଚୋପା କିଛିଟା ରହିଗଲା। ଯଦି ଆଉ ଅଧିକା ପାଣି ଆପଣଙ୍କୁ ଦରକାର ତାହେଲେ ଅଧିକା ପାଣି ଦେବେ। ଯେହେତୁ ମୁଁ ଏତିକି ପାଣି ଦରକାର ମୋର ମୁଁ ଏତିକି ଦେଇଛି। ପାଣିଟା ଟିକେ ଫୁଟିବାକୁ ହାଇ ଫ୍ଲେମ୍ରେ ଦେବେ, ଜଲ୍ଦି ଫୁଟିଯିବ। ଫୁଟିଗଲେ ସୋରିଷର ଯେଉଁ କଞ୍ଚା ସୋରିଷ ପାଣିଟା ପକାଇଲେ ତାର ଯେଉଁ ଗନ୍ଧଟା ଥିବ ସୋରିଷ ଗନ୍ଧଟା ସେଇଟା ପ୍ରାୟ ଚାଲିଯାଏ। ଚାଲିଗଲା ପରେ ଆମେ କ'ଣ କରିବା ନା ମାଛର ଲାଞ୍ଜଟା ଆଉ ମୁଣ୍ଡଟା ଟିକେ ଆଗ ଫୁଟିବାକୁ ଦେବା। ଆଗ ଟିକେ ପକାଇଦେବା ତାପରେ ଆମେ ଗରି ସବୁ ପକାଇବା। 5 ମିନିଟ୍ ଖଣ୍ଡେ ଟିକେ ଫୁଟିବାକୁ ଦେବା, ତାପରେ ବନ୍ଦ କରିଦେବା। ଖାଲି ଆମର କାଢ଼ିକି ରଖିକି ପକାଇବାକୁ ପକାଇବେ। ଏଇଟା ମୁଁ ଟିକେ ସିଝିଗଲେ ଟିକେ ଭଲ ଲାଗିବ। 2 ମିନିଟ୍ ହଉ ସିଝିଗଲେ ମାଛ ଟିକେ ଯିବ। ଆଚ୍ଛା, ହଉ ତାହେଲେ ଜଗନ୍ନାଥ, ଆପଣମାନେ ତ ମାଛ ବେସର କରିଥିବେ। ମୋର ମାଛ ବେସରଟା କେମିତି ଲାଗିଲା ମାନେ ମୋତେ ଜଣେଇବେ। ଆଉ ମୋର ତାକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, କମେଣ୍ଟ ଟିକେ ଦେବେ। ଜୟ ଜଗନ୍ନାଥ। ମାଛ ବେସର କମ୍ପ୍ଲିଟ୍ ଏମିତି କରିକି ବହୁତ ସୁନ୍ଦର ଲାଗିବ, ଟେଷ୍ଟି ଲାଗିବ ଆଉ ସହଜରେ ବି ଆପଣ ମାନେ କରିକି ଖାଇପାରିବେ।